ওয়েলকম টু আদিত্য একাডেমি। তো আজ আমি দুইটি ইম্পর্টান্ট পয়েন্ট উপরে আমি ডিসকশন করিবা। গোটে হচ্ছে অপকমিং 2016 ର ଯୋଉ ପୋଷ୍ଟ ଆସୁଛି ବା ଯାହାକୁ ଆମେ କହିପାରିବା 25-26 ର ଯୋଉ ପୋଷ୍ଟ ଡିସେମ୍ବରରେ ଆସୁଛି ଓପିଏସସି ଓଏସ ର, ତାର ଏଜ କେତେ ରହିବ, ଯୋଉଟା କି ମ୍ୟାକ୍ସିମମ୍ ଷ୍ଟୁଡେଣ୍ଟକୁ ବର୍ତ୍ତମାନ କନଫ୍ୟୁଜନରେ ପକେଇଛି। କାହିଁକି ନା ଆଗରୁ ଆମ ମାନଙ୍କର ବୟସ ଥିଲା 38, ଆମମାନଙ୍କର ଯୋଉ ଚେଷ୍ଟା ଥିଲା ସେ ବୟସ ସୀମାକୁ 42 କରିବା ପାଇଁ। କିନ୍ତୁ ଏବେ ରିସେଣ୍ଟଲି ଓପିଏସସି ରେ ଗୋଟେ ପୋଷ୍ଟ ଆସିଛି ଯୋଉଠି ବୟସ ସୀମା କେତେ ରଖାଯାଇଛି ନା 32 ରଖାଯାଇଛି। ତ କନଫ୍ୟୁଜନ ପିଲାମାନେ ଏଇଆ ଯେ 26 ପାଇଁ ଏଜ କେତେ ରହିବ, ଯାହା ଦ୍ୱାରା ଆମର ଯଦି ଏଇ କ୍ରାଇଟେରିଆ ଭିତରେ ଆସୁନାହିଁ ଆମେ ପଢିବାନି, ଯଦି ବା ଆସିବ ତାହେଲେ ପଢିବା। ତ ଏଇ କନଫ୍ୟୁଜନରେ ସମସ୍ତେ ରହିଛନ୍ତି। ତାପରେ ଆଉ ଗୋଟେ ପଏଣ୍ଟ କଣ ଡିସ୍କସନ କରିବା ନା ଲାଷ୍ଟ ଚାନ୍ସ କୋଉମାନଙ୍କର। ଦେଖ, ମୁଁ ଆଜି ପ୍ରଥମେ ତମମାନଙ୍କୁ ସେ କଥା କହୁଛି, ଲାଷ୍ଟ ଚାନ୍ସ କୋଉମାନଙ୍କର। ବହୁତ ସାରା ପିଲା ଓଭର ଏଜ ପାଇଁ ଆଉ ତୁମମାନଙ୍କର ଆଟେମ୍ପ ସରିଯିବା ପାଇଁ ଏକ୍ସଟ୍ରା ଆଟେମ୍ପ ପାଇଛନ୍ତି। ବହୁତ ସାରା ପିଲା, 20,000 ଏଭବ ପିଲା ଯୋଉମାନେ ଫର୍ମ ପକେଇଛନ୍ତି, ସେଇମାନଙ୍କୁ ମୁଁ କହିବି ଯେ ଏଟା ତୁମମାନଙ୍କର ହଉ, ତୁମେ ଏ ଭାବିପାର ଯେ ଏଟା ଲାଷ୍ଟ ଚାନ୍ସ। କାହିଁକି ନା ବିଗତ 3 ବର୍ଷ କନଷ୍ଟାଣ୍ଟଲି ତୁମମାନଙ୍କୁ ଏକ୍ସଟ୍ରା ଆଟେମ୍ପ ଦିଆଯାଇଛି। ଏ ବର୍ଷ ଦିଆଯାଇ ନଥିଲା। ବହୁତ ସାରା ପିଲାଙ୍କର ଷ୍ଟ୍ରାଇକ୍, ବହୁତ ସାରା ପିଲାଙ୍କର ପ୍ରଚେଷ୍ଟା ଦ୍ୱାରା ଏକ୍ସଟ୍ରା ଆଟେମ୍ପ ମିଳିଛି। এই ଯୋଉ ଏକ୍ସଟ୍ରା ଆଇଟମ ତୁମମାନଙ୍କୁ ଦିଆଯାଇଛି, ଆକୁ 100% ତୁମେ କଣ କର ନା ଫାଇଦା ଉଠାଅ। ତୁମେ ଯଦି ମନେ ମନେ ଭାବୁଥିବ ନା ଏଥର ଯେମିତି ଦିଆଗଲା ଆରଥର ବି ଆମେ ସେମିତି କରିବା, ଆଉ ଆରଥର ମଧ୍ୟ ଆମକୁ ଆଉଥରେ ମିଳିବ। ଯଦି ନ ମିଳିଲା ତ ସେଥିପାଇଁ এই ଯୋଉ ଏକ୍ସଟ୍ରା ଆଇଟମ ଦିଆଯାଇଛି ଆକୁ 100% ତୁମେ କଣ କର, ମାନେ ସକ୍ସେସଫୁଲ କରିବା ପାଇଁ ଟ୍ରାଏ କର। ଏବେ କ୍ୱେଶ୍ଚିନ୍ ଉଠୁଛି ଯେ ଆମେ ଯୋଉ ଏକ୍ସଟ୍ରା ଆଇଟମ ନେଇଛୁ ଯେ ଆମକୁ କଣ କରିବାକୁ ପଡିବ। ମୁଁ ତୁମମାନଙ୍କୁ କହିଛି ପିଲେ, ଯେହେତୁ ତମର ଏଟା ଲାଷ୍ଟ ଚାନ୍ସ, ଆଉ ଯୋଉମାନେ ଓଡ଼ିଆ ମିଡିୟମ ନେଇଛ ବା ଇଂଲିଶ ମିଡିୟମ ନେଇଛ, ତୁମେ ବର୍ତ୍ତମାନ ପ୍ରି ପ୍ଲସ୍ ମେନ୍ ଦିଟାକୁ କଣ୍ଟିନ୍ୟୁ କର। 60-40 ରୁଲ ତୁମମାନଙ୍କୁ ଥରେ କହିଥିଲି, 60% ପ୍ରିଲିମକୁ ଦିଅ, 40% ମେନ୍କୁ ଦିଅ। ଏବେଠାରୁ, ଏବେ ତୁମମାନଙ୍କ ପାଖରେ 4 ମନ୍ଥ ପାଖାପାଖି ଟାଇମ ଅଛି। ଏବେଠୁ ତୁମେ ଯଦି ପ୍ରିପାରେସନ ଷ୍ଟାର୍ଟ କରିବ ତାହେଲେ ଆରାମସେ ସ୍ମୁଥଲି ପଢିପାରିବ। ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ବର୍ତ୍ତମାନ ରାପିଡ ଫାୟାର ପ୍ରିଲିମ ଯୋଉଟାକି ଚାଲିଛି, ବୋଥ ଜିଏସ୍ 1 ଆଉ 2 ର, ଯୋଉଟା କି ସିସାର ପେପର ଆଉ 1 ର, ତା ସହିତ ପ୍ରି ପ୍ଲସ୍ ମେନ୍ ର ବ୍ୟାଚ୍ ମଧ୍ୟ ଚାଲିଛି, ଯୋଉଟା କି ସମ୍ପୂର୍ଣ୍ଣ ଓଡ଼ିଆରେ ବି ଦିଆଯାଉଛି, ସମ୍ପୂର୍ଣ୍ଣ ଇଂଲିଶରେ ବି ଦିଆଯାଉଛି। ମନେ ରଖିଲେ, ଏଠି ତମକୁ ସେଇ ଜିନିଷ ଦିଆଯାଏ ଯୋଉଟା କି ଅଥେଣ୍ଟିକେଟେଡ। ନା ତୁମ ସହିତ ଚିଟିଂ କରାଯାଏ, ନା ତୁମ ସହିତ ମାନେ କୌଣସି ପ୍ରୋବ୍ଲେମ କ୍ରିଏଟ କରାଯାଏ। ଏନି ଡାଉଟ ଏନି ପାଇଁ ମତେ କଲ୍ କରିପାରିବ, 9937953590ରେ କଲ୍ କରିପାରିବ, କିମ୍ବା ଆଦିତ୍ୟ ଏକାଡେମୀ ଆପ୍ଲିକେସନ ଡାଉନଲୋଡ କରିବ। ସେଥିରେ ମଧ୍ୟ ଚାଟ୍ ବକ୍ସ ଅଛି, ତୁମେ ଡାଇରେକ୍ଟ ସେଥିରେ ମଧ୍ୟ ଚାଟ୍ କରିପାରିବ, ଯାହାଦ୍ୱାରା ମୁଁ ତୁମମାନଙ୍କୁ ସେଠି ଆନ୍ସର ଦେଇପାରିବି। ଏବେ ଆସିଲା ଅପକମିଂ ଡିସେମ୍ବର, ଡିସେମ୍ବର 2025 ଡିସେମ୍ବରରେ ଯୋଉ ପୋଷ୍ଟ ଆସିବ ତାର ଏଜ କେତେ ରହିବ। ବର୍ତ୍ତମାନ ଏଜକୁ ନେଇକରି କାହା ପାଖରେ ସଠିକ ବିବରଣୀ ନାହିଁ, ଏତିକି ମନେ ରଖ। ଆସନ୍ତା 2 ଦିନ ଭିତରେ ସିଏମ କୁ ଭେଟିବାକୁ ଯାଉଛନ୍ତି। ଆମମାନଙ୍କର ଯୋଉ ଗ୍ରୁପ ଥିଲା, ଯୋଉମାନେ ପ୍ରତ୍ୟେକ ଦିନ ଆ ପାଇଁ କାମ କରୁଛନ୍ତି, ଆଉ ପ୍ରତ୍ୟେକ ଦିନ ମାନେ ଅନେଷ୍ଟଲି ସହିତ ଆ ପାଇଁ ଡେଡିକେଟେଡ ଅଛନ୍ତି। ତ ସିଏମ କୁ ଭେଟି ସାରିଲା ପରେ ମେ ବି କିଛି ହୋପ ଯୋଉଟା କି ଆମମାନଙ୍କ ଡାଉନ ହେଇଥିଲା ଆଉ ଟିକେ ବଢିପାରେ, ଯାହା ବି କିଛି ହେଇପାରେ। କିନ୍ତୁ ବର୍ତ୍ତମାନ ଯେହେତୁ ଅଫିସିଆଲି 32 ଅଛି, ଆମେ ସମସ୍ତେ ଟ୍ରାଏ କରିବା। ସମସ୍ତ ଷ୍ଟୁଡେଣ୍ଟ ମାନଙ୍କୁ ମୁଁ ଅପିଲ କରିବି, ସମସ୍ତ ଟିଚର ମାନଙ୍କୁ ଅପିଲ କରିବି ଯେ ନିଜସ୍ୱ ସ୍ୱାର୍ଥକୁ ସାଇଡରେ ରଖି ସମୂହ ସମୂହ ସ୍ୱାର୍ଥ ପାଇଁ କାମ କରିବାକୁ ପଡିବ। କାହିଁକି ନା 32 ଯଦି ହେଇଯାଉଛି, ବହୁତ ସାରା ପିଲାଙ୍କର ଏଠି କଣ ହବ ନା ଲାଇଫରେ ଯୋଉ ସ୍ୱପ୍ନ ସେ ଦେଖିଥିଲେ ସେ ଆଉ ହେଇପାରିବନି। ତ ଆମେ ୟାକୁ ଯୋଉ ଟାର୍ଗେଟ ନେଇଛୁ 42 କରିବା ପାଇଁ, ସେ ଚେଷ୍ଟା ଜାରି ରଖିବା ଆଉ ସଫଳ ମଧ୍ୟ ହେବା। ବହୁତ ସାରା ପିଲା କହି ମାନେ ମାଇଣ୍ଡରେ ଆସୁଥିବ ଯେ ଆମେ ତ ଏତେ ଦିନ ଅପେକ୍ଷା କଲୁଣୁ, ଆଉ କେତେ ଦିନ ଅପେକ୍ଷା କରୁଛୁ। ଦେଖ, ତମକୁ ମୁଁ ଡେଟ୍ ଲାଇନ ଦେଇଥିଲି ଏପ୍ରିଲ ମାସ 5 ତାରିଖ। ଏପ୍ରିଲ ମାସ 5 ତାରିଖ ପର୍ଯ୍ୟନ୍ତ ୱେଟ୍ କର। ସମସ୍ତ ଜିନିଷର କ୍ଲାରିଫିକେସନ ହବାର ବହୁତ ସାରା ଚାନ୍ସ ରହୁଛି। ତ ଏପ୍ରିଲ 5 ପର୍ଯ୍ୟନ୍ତ ୱେଟ୍ କର, ସେଉଠୁ ହିଁ ତମେ ଜାଣିଯିବ ଯେ ଆଗାମୀ ଦିନ ମାନଙ୍କରେ ଏଜ କେତେ ରହିବ, ଆଉ 26 ପାଇଁ ତୁମେ ପ୍ରିପାରେସନ କରିବ କି ନାହିଁ, ବା 26 ପାଇଁ ତୁମମାନଙ୍କର ଏଜ କେତେ ରହିବ। କିନ୍ତୁ ମୁଁ ସେଇ ପିଲାମାନଙ୍କୁ କହିବି ଯୋଉମାନେ 26 କଥା ଭାବୁଛ, ଫ୍ୟୁଚର କଥା ଭାବିବା ନିହାତି ଦରକାର, କିନ୍ତୁ ପ୍ରେଜେଣ୍ଟଟାକୁ ନଷ୍ଟ କରିବା ଏଟା ସମ୍ପୂର୍ଣ୍ଣ ଅପରାଧ। ବର୍ତ୍ତମାନ ଯୋଉ 200 ପୋଷ୍ଟ ଆସିଛି, ବଢିବାର ଚାନ୍ସ ବି ଅଛି। ତା ଅର୍ଥ ନୁହେଁ ଯେ ସମ୍ପୂର୍ଣ୍ଣ ରୂପେ ନାହିଁ, କିଛି ମାତ୍ରାରେ ଚାନ୍ସ ଅଛି, ମେ ବି ନ ବଢିପାରେ, ଯାହା ବି କିଛି ହଉ।
ଆକୁ କେବେ ନଷ୍ଟ କରନି। ଏ 200 ପୋଷ୍ଟ କିଛି ପିଲାଙ୍କର ସ୍ୱପ୍ନ ଯୋଉ ରହିଛି ଆକୁ ମଧ୍ୟ ଫୁଲଫିଲ କରିପାରେ। ସପୋଜ ଗୋଟେ ପିଲା ଭାବିବ ଯେ ସାର୍ ମୁଁ ବି ପଢିବି, ସିଏ ବି ପଢିବେ, ସମସ୍ତେ ପଢିବେ, ତ ସମସ୍ତେ ଭାବିବେ ଚାକିରି କେମିତି, ଠିକ ଅଛି। କିନ୍ତୁ ଗୋଟେ ପିଲା ଲାଇଫରେ ଫେଲୁଅର ହୁଏ, କିନ୍ତୁ ସେ କେବେ ବି ନିଜକୁ ଗିଲ୍ଟି ଫିଲ୍ କରେ ନା ଯଦି ସେ ଲାଇଫରେ 100% ଦେଇଥିବ। ତାର ଅର୍ଥ ନୁହେଁ, ସବୁ ପରିଶ୍ରମର ଅର୍ଥ ନୁହେଁ ଯେ ଡାଇରେକ୍ଟ ଆମେ ଜବ୍ କରିବା। କିଛି କିଛି କ୍ଷେତ୍ରରେ ଆମେ 100% ଦେଇଥାଉ, ଫିଲହାଲ ଆମମାନଙ୍କର ଜବ୍ ହେଇନଥାଏ। କିନ୍ତୁ ଆମକୁ 100% ଦବାର ଅଛି, 100% ଏଫର୍ଟ ଲଗେଇବାର ଅଛି, ତାହେଲେ ଆମେ ସକ୍ସେସ୍ ପାଇପାରିବା। ତ କେବେ ବି ଡିମୋଟିଭେଟ ହୁଅନି, କେବେ ବି ନିଜକୁ ଡାଉନ କରନି, ସେ ଯୋଉ ଜୋସ୍ ନେଇକି ଆଗକୁ ଚାଲ, ଡେଫିନେଟଲି ସକ୍ସେସ୍ ପାଇବ। ଆଉ ଲାଷ୍ଟଲି ତୁମମାନଙ୍କୁ ଗୋଟେ ପଏଣ୍ଟ କହିବି, ଏନି ଡାଉଟ୍ ଥିଲେ ମତେ କଲ୍ କରିପାରିବ 9937953590 ରେ। ପ୍ଲେ ଷ୍ଟୋରକୁ ଯାଅ, ଡାଉନଲୋଡ କର ଆଦିତ୍ୟ ଏକାଡେମୀ ଆପ୍ଲିକେସନ। ହେଲ୍ପଲାଇନ୍ ବକ୍ସ ଅଛି, ତମେ ଚାଟ୍ କରିପାରିବ। ଏନି ଡାଉଟ୍ ଥିଲେ ମୋତେ ସେଠି ତୁମେ ମତେ ପଚାରି ପାରିବ। ଥ୍ୟାଙ୍କ ୟୁ।